পুনর্বার ঘর নির্মাণ নেই দৈনিক উত্তরাধিকারী সহিত গুরুতর বিবাদ বিপদ সংকুল হয়ে পড়িଥିବା এই অট্টালিকা উপরে বিনা সরকারি অনুমতিরে কୌଣସି ନିର୍ମାଣକୁ ଆମ୍ଭେମାନେ ବିରୋଧ କରୁଥିବା ସ୍ଥଳେ ଦୈନିକ ଉତ୍ତରାଧିକାରୀ ବାହୁବଳ ଜରିଆରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ପାଖାପାଖି 500 ଲୋକଙ୍କ ଜୀବନ ଜୀବିକା ସହିତ ସଂଯୁକ୍ତ ଏହି ଅଟ୍ଟାଳିକାରେ ଚାଲୁଥିବା ଅବୈଧ ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଭଦ୍ରକ କୋର୍ଟ ଦ୍ୱାରା ରହିତାଦେଶ ଦିଆଯାଇଥିବା ଏହି କାର୍ଯ୍ୟକୁ ବନ୍ଦ କରି ଦିଆଯାଇପାରି ନାହିଁ। ଭବିଷ୍ୟତରେ କୌଣସି ଦୁର୍ଘଟଣାକୁ ଆଖି ଆଗରେ ରଖି ଆମ୍ଭେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ପ୍ରୟାସ ଅନୁରୋଧ କରୁଛୁ। ଆଗାମୀ 20-3-25 ସ୍ଥାନ 11 ଘଟିକା ସମୟରେ ଆମେ ତାପରେ ଏହି ଅଟ୍ଟାଳିକାରେ କୌଣସି କଂକ୍ରିଟ ପିଲର ନଥିବାରୁ ଏହା ବିପଦ ସଂକୁଳ ହୋଇପଡ଼ିଛି। ବିନା ଟାଉନ ପ୍ଲାନିଂ ଓ ସରକାରୀ ଅନୁମତିରେ ପାରିବାରିକ ବିଚାର ବିମର୍ଶ ବିନା ଦୈନିକ ଉତ୍ତରାଧିକାରୀ ବାହୁବଳ ପ୍ରୟୋଗ କରି 100 ଟନ୍ ଓଜନର ପାଖାପାଖି 5000 ବର୍ଗ ଫୁଟର ଘର ଏହା ଉପରେ ନିର୍ମାଣ କରୁଛନ୍ତି। କୋର୍ଟ ମଧ୍ୟ ରହିତାଦେଶ ଦେଇଛନ୍ତି। ଏହି ଅଟ୍ଟାଳିକାଟି ଆମର ଗ୍ରାଣ୍ଡ ଫାଦର ଚନ୍ଦ୍ରଶେଖର ପଣ୍ଡାଙ୍କ ଦ୍ୱାରା ପ୍ରାୟ 100 ବର୍ଷ ଧରି ନିର୍ମିତ ଥିଲା। ଭଦ୍ରକ ସହରର ସବୁଠାରୁ ଜନଗହଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥିତ ଏହି 4 ମହଲା ବିଶିଷ୍ଟ ଅଟ୍ଟାଳିକାଟି ବିଳାସିନିଆ ସନ୍ସ ନାମରେ ପରିଚିତ ଏବଂ ପଣ୍ଡା ମେଡିସିନ ଷ୍ଟୋର ନାଁରେ ପରିଚିତ। ଆମର ଏହି ପୈତୃକ ସମ୍ପତ୍ତିଟି ଉପରୋକ୍ତ ବେଆଇନ କାର୍ଯ୍ୟ ନିର୍ମାଣ ଆରମ୍ଭ କରିବା ପର୍ଯ୍ୟନ୍ତ ବିପଦମୁକ୍ତ ଥିଲା। ଅତ୍ୟନ୍ତ ପୁରୁଣା ହୋଇଯାଇଥିବା ଏହି ପୁରୁଣା ଅଟ୍ଟାଳିକାଟାକୁ ମଡର୍ଣ୍ଣ ସିଭିଲ ଇଞ୍ଜିନିୟରିଂ ରେକମେଣ୍ଡେସନ ଉପରେ ଏହାର ମରାମତି ସାହିତ୍ୟକୁ ନିର୍ଭରଶୀଳ କରି ଏହାର ଉତ୍ତରାଧାରରେ ବଦ୍ଧମୂଳ ଧାରା ରହିଆସିଛି। କାରଣ କୋଠାଘର ଧୁଷୁଡ଼ି ପଡ଼ିବା, ନିଆଁ ଲାଗିବା, ଛାତରୁ ପାଣି ଗଳିବା ଭଳି ଅନେକ ଅକସ୍ମାତ ଦୁର୍ଘଟଣାରେ ମଣିଷ ଜୀବନ ଯିବା, ଧନହାନି ଘଟିବା ଭୟରେ ଦୁର୍ଘଟଣାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ସର୍ବୋପରି ଏହି ବେଆଇନ କାର୍ଯ୍ୟକୁ ବନ୍ଦ କରିବା ନିମନ୍ତେ ମାନ୍ୟବର କୋର୍ଟ ରହିତାଦେଶ IA ନମ୍ବର 468/2024 ଓ CS ନମ୍ବର 1261/2024 24/12/2024 ତାରିଖରେ ଜାରି କରିଥିବା ବେଳେ ଶ୍ରୀ ଅମରେନ୍ଦ୍ର ପଣ୍ଡା ପିତା ଲେଟ୍ ଦୟାନନ୍ଦ ପଣ୍ଡା ଭୟ ଓ ହିଂସା ଜୀବନରୁ ମାରିଦେବାର ବାତାବରଣ ତିଆରି ଏହି ନିର୍ମାଣ କାର୍ଯ୍ୟକୁ ଅଗ୍ରସର କରାଉଛନ୍ତି। ଏହି ସମସ୍ତ ତଥ୍ୟକୁ ଆଧାର କରି ଆମେ ଭଦ୍ରକ ସହରାଞ୍ଚଳ ଥାନାରେ ଏକ ଏତଲା 24/12/2024 ତାରିଖରେ ଦାୟର କରି ଥାନାଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଇଥିଲୁ। ମଧ୍ୟ ଘଟଣାର ତଦନ୍ତ ଆରମ୍ଭରୁ 100 ବର୍ଷ ପୁରୁଣା ଏହି ଅଟ୍ଟାଳିକାଟି ବିପଦ ସଂକୁଳ ହୋଇଥିଲେ ମଧ୍ୟ ଏହା ଉପରେ ବିନା ଟାଉନ ପ୍ଲାନିଂ ଓ ମ୍ୟୁନିସିପାଲିଟି ବିନା ଅନୁମତିରେ କିଭଳି 100 ଟନ୍ ଭାର ଲଦି ଦିଆଯାଉଛି ତାହା ସ୍ଥାନୀୟ ଅଧିବାସୀ ଓ ଆମ୍ଭ ପରିବାର ବର୍ଗକୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି। ଅପରପକ୍ଷରେ ଉଭୟ ମ୍ୟୁନିସିପାଲିଟି ଓ ଟାଉନ ପ୍ଲାନିଂର କର୍ତ୍ତୃପକ୍ଷକୁ ଏହି ବେଆଇନ ନିର୍ମାଣ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ ମଧ୍ୟ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏହି ଅଟ୍ଟାଳିକାଟି ସମସ୍ତ ଉତ୍ତରାଧିକାରୀ ମଧ୍ୟରେ ଜାଗା ଭାଗ ବଣ୍ଟନ ଶାନ୍ତିପୂର୍ଣ୍ଣ ଭାବେ ଲିଖିତ ରୂପେ ହୋଇସାରିଥିଲେ ମଧ୍ୟ ଅପରପକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ପଣ୍ଡା ଆଇନକୁ ବେଖାତିର କରି ବଳପୂର୍ବକ ଆମ୍ଭ ଭାଗରେ ଜୋର ଜବରଦସ୍ତ ଘର ନିର୍ମାଣ କରିବା ଓ ଅଟ୍ଟାଳିକାର ସ୍ଥାୟିତ୍ୱ ପ୍ରତି ବିପଦ ସୃଷ୍ଟି କରାଇବା ଏବଂ ସ୍ଥାନୀୟ ପୋଲିସ ଏହି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଆଲୋଚନା ହେଉଛି।